ସାଧକଗଣ, ଆଜିର ଏହି ବିଶେଷ ସନ୍ଦେଶ ଆପଣଙ୍କ ଜୀବନର ଦିଗ ବଦଳାଇ ଦେବ। କାରଣ ଯେଉଁ ମଣିଷର ଭଗବାନଙ୍କ ଉପରେ ଅତଳ ବିଶ୍ୱାସ ଥାଏ, ତା ପାଇଁ ସବୁଠାରୁ କଠିନ ରାସ୍ତା ମଧ୍ୟ ସରଳ ହୋଇଯାଏ। ଆଜି ଆମେ ସେହି ଅତଳ ବିଶ୍ୱାସ ବିଷୟରେ କହିବା, କାରଣ ଶନିଦେବ ଆପଣଙ୍କ ରାଶି ଉପରେ ଗଭୀର ପ୍ରଭାବ ପକାଇବ। ଆସନ୍ତା 4 ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନମାନଙ୍କରେ ଗ୍ରହମାନଙ୍କ ସ୍ଥିତି ଏପରି ହେବ ଯେ, ଗୋଟିଏ ପଟେ ବୃହସ୍ପତି ଏବଂ ରାହୁଙ୍କ ସଂଯୋଗ ରାଜଯୋଗ ସୃଷ୍ଟି କରୁଛି, ଅନ୍ୟପଟେ କେତୁଙ୍କ ତୃତୀୟ ଦୃଷ୍ଟି ଆପଣଙ୍କ ଘର ଏବଂ ପରିବାର ଉପରେ ପଡ଼ୁଛି, ଯାହା ହଠାତ୍ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ପରିବର୍ତ୍ତନ ପୋଲିସ ଘଟଣା ଆକାରରେ ସାମ୍ନାକୁ ଆସିପାରେ। କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହାକୁ ଭୟଭୀତ ହେବାର କାରଣ ବୋଲି ଭାବନ୍ତୁ ନାହିଁ, ବରଂ ଏହା ଆପଣଙ୍କ ଜୀବନରେ ଏକ ନୂଆ ସକାଳର ଆରମ୍ଭ। କାରଣ ଶନି ଯେତେବେଳେ କୌଣସି ରାଶିରେ ପ୍ରବେଶ କରନ୍ତି କିମ୍ବା ଗୋଚର କରନ୍ତି, ସେତେବେଳେ ସେ ପ୍ରଥମେ ପୁରୁଣା କର୍ମର ହିସାବ ନିଅନ୍ତି ଏବଂ ତାପରେ ହିଁ ନୂଆ ଭାଗ୍ୟର ମାର୍ଗ ପ୍ରଶସ୍ତ କରନ୍ତି। ଆପଣଙ୍କ କୁଣ୍ଡଳୀରେ ଏହି ସମୟରେ ଷଷ୍ଠ ଭାବ, ଯାହା ଶତ୍ରୁ, ରୋଗ, ଋଣ ଏବଂ ଆଇନଗତ ବିବାଦର ସ୍ଥାନ, ଏବଂ ଏକାଦଶ ଭାବ, ଯାହା ଲାଭ, ଆୟ, ମନୋକାମନା ଏବଂ ସାମାଜିକ ପ୍ରତିଷ୍ଠାର ସ୍ଥାନ, ଉଭୟ ଅତ୍ୟଧିକ ସକ୍ରିୟ ହେଉଛନ୍ତି। ଏହି କାରଣରୁ ହଠାତ୍ କୌଣସି ଆଇନଗତ କିମ୍ବା ପ୍ରଶାସନିକ ଘଟଣା, ଯେପରିକି ପୋଲିସ ଘରେ ପହଞ୍ଚିବା କିମ୍ବା କୌଣସି ନୋଟିସ୍ ମିଳିବା ସମ୍ଭବ। କିନ୍ତୁ ମନେ ରଖନ୍ତୁ ଯେ ଏହି ଘଟଣା ଆପଣଙ୍କ ସୁରକ୍ଷା ଏବଂ ହିତରେ ହେବ। କାରଣ ରାହୁ ଦୋଷ ଭାବରେ ବିଦେଶ ଯାତ୍ରା, ଖର୍ଚ୍ଚ ଏବଂ ମୋକ୍ଷର ସଂକେତ ଦେଉଛନ୍ତି, ଯେତେବେଳେ କି ବୃହସ୍ପତି, ଯିଏ ଧନ ଏବଂ ଜ୍ଞାନର କାରକ, ଲାଭ ଭାବ ଉପରେ ନିଜର ଦୃଷ୍ଟି ପକାଉଛନ୍ତି, ଯାହା ଫଳରେ ଧନର ନୂଆ ଉତ୍ସ ଖୋଲିବ ଏବଂ ଆପଣଙ୍କୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିପାରେ। ତୃତୀୟ ଭାବରେ ମଙ୍ଗଳ ଶୁକ୍ରଙ୍କ ଜ୍ୟୋତି ସାହସ, ଆକର୍ଷଣ, କଳା ଏବଂ ସାହସିକ କାର୍ଯ୍ୟରେ ସଫଳତା ବଢ଼ାଉଛି, ଯାହା ଆପଣଙ୍କୁ ଯେକୌଣସି କଠିନ ପରିସ୍ଥିତିର ଦୃଢ଼ ମୁକାବିଲା କରିବାର ଶକ୍ତି ଦେବ। ଚନ୍ଦ୍ର ଗ୍ରହ ମଜବୁତ ସ୍ଥିତିରେ ଅଛନ୍ତି, ଯାହା ଆପଣଙ୍କ ମନକୁ ସ୍ଥିର, ସନ୍ତୁଳିତ ଏବଂ ଭାବନାତ୍ମକ ଭାବେ ମଜବୁତ ରଖିବ। ଏହିପରି ଭାବରେ ଆପଣଙ୍କ କୁଣ୍ଡଳୀରେ ଶଶୀ ଯୋଗ, ଯାହା ଚନ୍ଦ୍ର ଏବଂ ଶନିଙ୍କ ବିଶେଷ ସମ୍ପର୍କରୁ ଗଠିତ, ଏବଂ କାର୍ଯ୍ୟସିଦ୍ଧି ଯୋଗ, ଯାହା କାର୍ଯ୍ୟରେ ନିରନ୍ତର ସଫଳତା ଦିଏ, ପୂର୍ବରୁ ସକ୍ରିୟ ଅଛନ୍ତି, ଯାହା ସୂଚାଉଛି ଯେ ଏହି ସମୟ ଭିନ୍ନ ଜଣାପଡ଼ିଲେ ମଧ୍ୟ ଆପଣ ଏହାକୁ ଅତିକ୍ରମ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯେତେବେଳେ ଗ୍ରହମାନେ ଏପରି ସଂଯୋଗ ସୃଷ୍ଟି କରନ୍ତି, ସେତେବେଳେ ବ୍ୟକ୍ତିକୁ ନିଜର ପୁରୁଣା କର୍ମକୁ ସୁଧାରିବା ଏବଂ ନୂଆ ଦିଗରେ ଆଗକୁ ବଢ଼ିବାର ସୁଯୋଗ ମିଳିଥାଏ। ଏବଂ ଏହା ସେହି ଦ୍ୱାର ଯାହା ଈଶ୍ୱର ଆପଣଙ୍କ ପାଇଁ ଖୋଲିଛନ୍ତି। ଯେତେବେଳେ ସମସ୍ତ କବାଟ ବନ୍ଦ ଦେଖାଯାଏ, ସେତେବେଳେ ସେ ଝରକା ଖୋଲନ୍ତି। ଯଦି ଆପଣଙ୍କୁ ରାସ୍ତା ନ ଦିଶେ, ତେବେ ଆଖି ବନ୍ଦ କରି ଭଗବାନଙ୍କ ନାମ ନିଅନ୍ତୁ। ସେ ରାସ୍ତା ଏବଂ ମଞ୍ଜିଲ ଦୁଇଟି ଯାକ ଦେଖାଇବେ। କାରଣ ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ଅଛି। ସେ ଆପଣଙ୍କୁ ସେହି ଝଟକା ସହିବାର ଶକ୍ତି ଦେବେ ଏବଂ ଯେତେବେଳେ ଆପଣ ସେଥିରୁ ମୁକୁଳିବେ, ପାଇବେ ଯେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆସନ୍ତୁ ଆସନ୍ତା 4 ଦିନର ଦିନବାର ବିଶ୍ଳେଷଣ କରିବା। ପ୍ରଥମ ଦିନ। ଆଜିର ଦିନ ଆପଣଙ୍କ ପାଇଁ ଶୁଭ ସମ୍ବାଦ ନେଇ ଆସିପାରେ, ଯେପରି କୌଣସି ପୁରୁଣା କାର୍ଯ୍ୟର ସଫଳତା, ଚାକିରିରେ ପଦୋନ୍ନତି କିମ୍ବା ଅପ୍ରତ୍ୟାଶିତ ଧନପ୍ରାପ୍ତି। କିନ୍ତୁ ସତର୍କ ରୁହନ୍ତୁ, କାରଣ ଦୋପହର ପରେ କେତୁଙ୍କ ତୃତୀୟ ଦୃଷ୍ଟି ଆପଣଙ୍କ ଘର ଏବଂ ପରିବାର ଉପରେ ପଡ଼ିବ। କୌଣସି ବାହ୍ୟ ବ୍ୟକ୍ତି କିମ୍ବା ଅଧିକାରୀ, ସମ୍ଭବତଃ ପୋଲିସ କିମ୍ବା ରାଜସ୍ୱ ବିଭାଗର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିପାରନ୍ତି। ଘାବରିବେ ନାହିଁ, ବରଂ ନିଜର ସମସ୍ତ ଦଲିଲ, କାଗଜପତ୍ର, ପରିଚୟପତ୍ର, ଯାନବାହନ କାଗଜପତ୍ର, ଟିକସ ରିଟର୍ଣ୍ଣ ଇତ୍ୟାଦିକୁ ସଜାଡ଼ି ରଖନ୍ତୁ। ଯଦି ଆପଣଙ୍କର କୌଣସି ପୁରୁଣା ବିବାଦ କିମ୍ବା ଆଇନଗତ ମାମଲା ଅଛି, ତେବେ ତାହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
କାରଣ ଏହି ସମୟ ଆପଣଙ୍କୁ ନିଜର ସତ୍ୟତା ଏବଂ ସଚ୍ଚୋଟତା ପ୍ରମାଣ କରିବାର ତୈୟ ଦିନ। ଏହି ଦିନ ବୃହସ୍ପତି ଏବଂ ରାହୁଙ୍କ ଯୋଗ ଅଧିକ ସ୍ପଷ୍ଟ ହେବ। ଏହି ଯୋଗ ଆପଣଙ୍କୁ କୌଣସି ବଡ଼ ଯୋଜନା, ପ୍ରୋଜେକ୍ଟ କିମ୍ବା ବ୍ୟବସାୟିକ ଚୁକ୍ତିରେ ସଫଳତା ଦେଇପାରେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିମ୍ବା ନିବେଶକ ଆପଣଙ୍କ ସମ୍ପର୍କରେ ଆସିପାରନ୍ତି। କିନ୍ତୁ ଏହା ସହିତ କୌଣସି ଭୁଲ ବୁଝାମଣା କିମ୍ବା ଅବହେଳା କାରଣରୁ ଆପଣଙ୍କୁ ଆଇନଗତ ଚେତାବନୀ, ସମନ କିମ୍ବା ନୋଟିସ୍ ମଧ୍ୟ ମିଳିପାରେ। ଏହି ଦିନ ବିଶେଷ ଭାବରେ ନିଜ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ, କାରଣ ମଙ୍ଗଳ ଶୁକ୍ର ଯୁତି ଆପଣଙ୍କୁ ଆକ୍ରମଣାତ୍ମକ, ଅଧୀର ଏବଂ ଅତି ଆତ୍ମବିଶ୍ୱାସୀ କରିପାରେ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ବିଶେଷଜ୍ଞ, ଓକିଲ କିମ୍ବା ପରିବାରର ବୟସ୍କ ସଦସ୍ୟଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ଏବଂ କୌଣସି କାଗଜରେ ସ୍ୱାକ୍ଷର କରିବା ପୂର୍ବରୁ ତାହାକୁ ଭଲ ଭାବେ ପଢ଼ନ୍ତୁ ଏବଂ ବୁଝନ୍ତୁ। ତୃତୀୟ ଦିନ। ଏହା ସେହି ଦିନ ଯେବେ ପୋଲିସ ଘଟଣା ଘଟିପାରେ। କିନ୍ତୁ ଏହି ଘଟଣା ଆପଣଙ୍କୁ ଡରାଇବା ପାଇଁ ନୁହେଁ, ବରଂ ଆପଣଙ୍କୁ ସାହାଯ୍ୟ କରିବା ଏବଂ ଆପଣଙ୍କ ଅଧିକାରକୁ ସ୍ପଷ୍ଟ କରିବା ପାଇଁ ହେବ। ହୋଇପାରେ କୌଣସି ପଡ଼ୋଶୀ, ସମ୍ପର୍କୀୟ କିମ୍ବା ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ଆପଣଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଦାଖଲ କରିପାରନ୍ତି କିମ୍ବା କୌଣସି ଭୁଲ ବୁଝାମଣାରେ ଆପଣଙ୍କୁ ପଚରାଉଚରା ପାଇଁ ଥାନା କିମ୍ବା କୋର୍ଟକୁ ଡକାଯାଇପାରେ। ଘାବରିବେ ନାହିଁ, କାରଣ ଶନିଦେବ ଆପଣଙ୍କ ପକ୍ଷରେ ଅଛନ୍ତି ଏବଂ ଆପଣଙ୍କ ସତ୍ୟତା ସାମ୍ନାକୁ ଆସିବ। ଏହି ଦିନ ଆପଣଙ୍କୁ ଧୈର୍ଯ୍ୟ, ବିନମ୍ରତା ଏବଂ ସ୍ପଷ୍ଟତାର ସହ ଆଚରଣ କରିବା ଉଚିତ। ଯଦି ପୋଲିସ ଆପଣଙ୍କ ଘରକୁ ଆସେ, ତେବେ ପ୍ରଥମେ ସେମାନଙ୍କୁ ଆଦର କରନ୍ତୁ। ସେମାନଙ୍କୁ ବସିବାକୁ କୁହନ୍ତୁ। ସେମାନଙ୍କ ଆଇ କାର୍ଡ ଯାଞ୍ଚ କରନ୍ତୁ ଏବଂ ବିନମ୍ରତାର ସହ ପଚାରନ୍ତୁ ଯେ ସେମାନେ କେଉଁ ବିଷୟରେ ଆସିଛନ୍ତି। ନିଜର ସମସ୍ତ କାଗଜପତ୍ର ସେମାନଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ରଖନ୍ତୁ ଏବଂ ଯଦି ଆପଣଙ୍କୁ କିଛି ଭୁଲ ଲାଗେ, ତେବେ ନିଜ ଓକିଲଙ୍କ ସହ ସମ୍ପର୍କ କରନ୍ତୁ। କିନ୍ତୁ କୌଣସି ପରିସ୍ଥିତିରେ ମିଛ କୁହନ୍ତୁ ନାହିଁ କିମ୍ବା ରାଗନ୍ତୁ ନାହିଁ, କାରଣ ଶନି ସତ୍ୟ ଏବଂ ନ୍ୟାୟର ଦେବତା। ସେ ଆପଣଙ୍କ ସଚ୍ଚୋଟତା ଦେଖିବେ ଏବଂ ଆପଣଙ୍କୁ ନିର୍ଦ୍ଦୋଷ ଘୋଷଣା କରିବେ। ଚତୁର୍ଥ ଦିନ। ଏହି ଦିନ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। ଆପଣଙ୍କ ଆତ୍ମବିଶ୍ୱାସ ଫେରିଆସିବ ଏବଂ ଆପଣ ବୁଝିବେ ଯେ ଏହି ସମ୍ପୂର୍ଣ୍ଣ ଘଟଣା ବାସ୍ତବରେ ଆପଣଙ୍କ ପରୀକ୍ଷା ଥିଲା, ଯେଉଁଥିରେ ଆପଣ ସଫଳ ହୋଇଛନ୍ତି। ଏହି ଦିନ ଆପଣଙ୍କୁ କୌଣସି ଅଧିକାରୀ, ପୋଲିସ ଅଧିକାରୀ କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ, ଯିଏ ଆପଣଙ୍କ ପକ୍ଷରେ କଥା ହେବେ ଏବଂ ଆପଣଙ୍କ ସ୍ଥିତିକୁ ସ୍ପଷ୍ଟ କରିବେ। ଏହା ସହିତ ଧନର ନୂଆ ଉତ୍ସ ଖୋଲିବ। ବିଶେଷ କରି ଯଦି ଆପଣ ଗତ ଦିନମାନଙ୍କରେ କୌଣସି ଧାର୍ମିକ, ସାମାଜିକ କିମ୍ବା ପରୋପକାରୀ କାର୍ଯ୍ୟରେ ଭାଗ ନେଇଥାନ୍ତି, ତେବେ ତାର ଫଳ ଏହି ଦିନ ମିଳିପାରେ ଏବଂ ଆପଣଙ୍କୁ ଆର୍ଥିକ ଲାଭ ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ ମିଳିବ। ଏବେ କଥା ହେବା ସେହି ଜ୍ୟୋତିଷୀୟ ଉପାୟ ବିଷୟରେ, ଯାହା ଆପଣଙ୍କ ସୁରକ୍ଷା କରିବ ଏବଂ ଏହି ସମୟକୁ ଆପଣଙ୍କ ପକ୍ଷରେ କରିବ। ହଳଦୀ ଏବଂ ଚାଉଳର ଉପାୟ। ପ୍ରତିଦିନ ସକାଳେ ସ୍ନାନ ପରେ ଗୋଟିଏ କଞ୍ଚା ହଳଦୀ ଗଣ୍ଠି ଏବଂ 5ଟି ଚାଉଳ ଦାନା ନିଜ ବଟୁଆ କିମ୍ବା ପର୍ସରେ ରଖନ୍ତୁ। ଏହି ଉପାୟ ମା ଲକ୍ଷ୍ମୀଙ୍କ କୃପା ବଢ଼ାଏ, ଆର୍ଥିକ ସଙ୍କଟ ଦୂର କରେ ଏବଂ